ଜଗନ୍ନାଥ ସାଙ୍ଗମାନେ ଜୀବନରେ ତୁ ଏକ୍ଜାମ କେବେ ସରିବନି, ଏକ୍ଜାମ ସରିବ କେବେ ଦେହରେ ଜୀବନ ସେବେ ଆସିବ। ସାଙ୍ଗମାନେ ମୁଁ ପୂର୍ବ ବ୍ଲକରେ କହିଥିଲି କି ମୋର ଏକ୍ଜାମ ସରିଯାଇ, ଏକ୍ଜାମ ସରିନଥିଲା ଆହୁରି ବାକି ଥିଲା। ମୋ ବାପାଙ୍କ ସହ କଲେଜ ଆସି ପହଞ୍ଚିଲି। ଆଜି ମୁଁ ବାଇକରେ ଆସିଲି, ମୁଁ ଏକ୍ଜାମ ହଲକୁ ଚାଲି ଯାଇଥିଲି। ମସ୍ତ ଏକ୍ଜାମ ହଲକୁ ଚାଲିଗଲି। ଏବେ ଚାହୁଁଛି 3 ଘଣ୍ଟା ଏକ୍ଜାମ ହଲରେ ବସି ସାରିବା ପରେ, ଅଣ୍ଟା କାଟି ପେନ୍ ହବା ପରେ ମୁଁ ବାହାରକୁ ବାହାରି ଆସିଥିଲି। ବାହାରକୁ ଆସି ଦେଖିଲି, ଦେଖନ୍ତୁ ଏମାନେ କେତେ ଖୁସି ହଉଛନ୍ତି ଏକ୍ଜାମ ସରିଗଲା ବୋଲି। ମାନେ ତ ଏକ୍ଜାମ ହିଁ ସରିବନି, ମୁଁ ତ ଜାଣିନାହାନ୍ତି, ଆମକୁ ବୁଝେଇବେ କିଏ? କୁଆଟ ବୁଲିବା ପାଇଁ ଆସିଛନ୍ତି ଆଉ ସେମିତି ହଉଛନ୍ତି। ଦେଖୁନାହାନ୍ତି କେମିତି ହୋ ହାଲା କରୁଛନ୍ତି। ମୁଁ ଭାବିଲି ଏମାନେ ହୋ ହାଲା କରିଥାନ୍ତୁ, ମୁଁ ମୋ ଘରକୁ ପଳେଇ। ବର୍ଷା ବହୁତ ଜୋରରେ ଆସିଲାନି, ଏବେ ଯଦି ବର୍ଷିଯିବ ଏକାଥରରେ ଉଦା କରିରେ ମୁଁ ମୋ ସାଙ୍ଗ ସହ ପଳେଇ ଆସିଥିଲି ଚାଲି ଚାଲି। ମୁଁ ଆଜି ବାଇକରେ ଆସିଥିଲି। ସାଙ୍ଗ ସହ ଆସୁ ଆସୁ ଦେଖନ୍ତୁ କେମିତି ବର୍ଷା ଆସି ପହଞ୍ଚି ଗଲାନି। ବାପା ବି ଆସି ପହଞ୍ଚି ଯାଇଥିଲେ। ତାପରେ ମୁଁ ବାପାଙ୍କ ସହ ଘରକୁ ବାହାରି ଗଲି। ତାପରେ ମୁଁ ଘରେ ଆସି ପହଞ୍ଚି ଯାଇଛି। ପେଟରେ ଏତେ ଜୋରରେ ମଶା ଦୌଡୁଛନ୍ତି, ଲାଗୁଛି ମୁଁ ଏଠି ମରିଛି। ନିତିଦିନ କାମ ହଉଛି ଆକୁ ଧୋଇବା। ମୁଁ ଧୋଇ ସାରିଲି, ମୁଁ ଧୋଇବା ପାଇଁ ଲାଗିଗଲି। ତାପରେ ଖାଇସାରି ମୁଁ ଟିକେ ଗାଁ ଆଡେ ବୁଲିବା ପାଇଁ ଚାଲି ଯାଇଥିଲି। ଖାଇ ନ ସାରିଲେ ନ ବୁଲିଲେ କେମିତି ହବ ଯେ? ତା ପରର ଅବସ୍ଥା କଣ ହେଇଥିବ ଆପଣ ମାନେ ଭାବନ୍ତୁ। ଘରେ ଆସି ଯୋଉ ଗାଳି ଶୁଣିଛି, ଲାଗୁଛି ଜୀବନରେ କେବେ ବି ବାହାରକୁ ଯିବିନି ସନ୍ଧ୍ୟାବେଳେ। ଆଉ ରହିଲି, ଜୟ ଜଗନ୍ନାଥ। ମୋ ଭିଡିଓଟି